ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯଦି ଆପ୍ଲାଏ କରବାର୍ ଚାହୁଁଛ ଯେନ୍ ମାନେ ଭାଗ ଚାଷୀ ଅଲଗା ଲୋକର ଜମିଟା କିଣିକ୍ କରି ହଉ କି କରରେ ହଉ ସେଟା କମଉଛ ବୋଲେ ଇ ଫର୍ମଟା ଭରବା ଜରୁରୀ। ଇ ଫର୍ମଟା କେନ୍ତା କରି ଫିଲ୍ଅପ୍ କରବ ସେ ବିଷୟ ଜାଣବା ସେଥିଲାଗି ଆମ ଚ୍ୟାନେଲ୍କେ ନୂଆ ଦେଖୁଛ ସବସ୍କ୍ରାଇବ୍ କର ଭିଡ଼ିଓକୁ ଲାଇକ୍ ସେୟାର କରବାଟା ନାଇଁ ଭୁଲବ। ଯେନ୍ ମାନେ ଅଲଗା ଲୋକର ଜମିଟା ନିଜର ଜମି ନେଇ ନା ଯାହାର ନାଁରେ ବୋଲେ ଅଲଗା ଲୋକର ଜମିଟା କମଉଛ ବୋଲେ ଇ ଫର୍ମଟା ଭରବାର୍ ଲାଗି ପଡ଼ବା ଯେନ୍ଟା କି ଫସଲ ବୀମା ଯୋଜନାରେ ଲାଗ୍ବା ଇ ଫର୍ମଟା। ଫର୍ମ କେନ୍ତାରେ ଫିଲ୍ଅପ୍ କରବ ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମ ଲିଙ୍କଟା ଦେଇ ଦେଇଛେ ସେନେ ଯାଇକରି ଜଏନ୍ କରି ପକାବ। ଜଏନ୍ କଲା ପରେ ଯେନ୍ଟା କି ଇ ପିଡ଼ିଏଫ୍ଟା ସେନେ ଅପଲୋଡ଼ କରାହେଇଛି ସେ ପିଡ଼ିଏଫ୍କେ ଡାଉନଲୋଡ଼ କରି ପ୍ରିଣ୍ଟ ଆଉଟ୍ କରି ପାରବ। ଇନେ ଦେଖିପାରୁଥିବ ଅନ୍ୟର ଜମି ସହିତ ଭିତ୍ତିକ ଚାଷ କରୁଥିବା ଚାଷୀଙ୍କ ଫସଲ ବୀମା କରିବା ନିମନ୍ତେ ସମ୍ମତି ପତ୍ର। ଅଲଗା ଲୋକର ଜମି ଯଦି ଚାଷ କରୁଛ ଆଉ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆପ୍ଲାଏ କରବାର୍ ଚାହୁଁଛ ବୋଲେ ଫର୍ମଟା ଭରବାକୁ ପଡ଼ବା। ନେ ଲେଖା ହେଇଛି ମାନନୀୟ ପରିଚାଳନା ଅଧିକାରୀ ବୀମା କମ୍ପାନୀର ନାମ। ଇ ବୀମା କମ୍ପାନୀ ନାମଟା କେନେ ପାଇବ CSC ସେଣ୍ଟର୍କେ ଗଲା ପରେ ସେନେ କେନ୍ ବୀମା କମ୍ପାନୀ ଟେକ୍ ଓଭର୍ କରୁଛି ସେଟା CSC ସେଣ୍ଟର୍ ବୋଲେ କହିଦେବ ସେଟା ଫିଲ୍ଅପ୍ କରିଦେବ। ଏତେ କରିସାରିଲା ପରେ ଇନେ ଲେଖା ହେଇଛି ବିଷୟରେ ଅନ୍ୟର ଜମି ସହିତ ଭିତ୍ତିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ଫସଲ ବୀମା କରିବା ନିମନ୍ତେ ସମ୍ମତିପତ୍ର ସମ୍ବନ୍ଧେ ଲେଖା ହେଇଛି। ଅଲଗା ଲୋକ ଚାଷ ଜମିଟା ମୁଇଁ କରୁଛେ ଆଉ ଯେନ୍ଟାକି ଫସଲ ବୀମାର ଆପ୍ଲାଏ କରବାର୍ ଲାଗି ଚାହୁଁଛେ ବୋଲିକରି ବିଷୟଟା ଇନେ ଲେଖା ହେଇଛି। ନିମ୍ନ ବର୍ଣ୍ଣିତ ଚାଷ ଜମିର ମୁଁ ଖାତା ମାଲିକ ଅଟେ। ବିଭିନ୍ନ କାରଣରୁ ଚଳିତ ଇନେ ଯେନ୍ଟାକି ଖରିଫ ଋତୁରେ ଖରିଫ ଲେଖବ ଏଇ ଜାଗାରେ ଖରିଫ ଋତୁରେ ବ୍ୟକ୍ତିଗତ ଭାବରେ ଉକ୍ତ ଜମିକୁ ଚାଷ କରିପାରୁନଥିବାରୁ ମୁଁ ଉକ୍ତ ଜମିକୁ ଇରା ଯେନ୍ ଆପ୍ଲାଏ କରବ ଯେନ୍ଟାକି ଅଲଗା ଲୋକର ଜମି ଯେନ୍ କମେଛ ବର୍ତ୍ତମାନ ଯେନ୍ ଚାଷ କରୁଛେ ତାକର ନାଁଟା ଇନେ ଦେବ ଯେନ୍ ଆପ୍ଲାଏଟା କରବ ତାକର ନାଁ ଦେଇ ସାରିଲା ପରେ ତାଙ୍କର ବାପାର ନାଁ ହଉ କି ସ୍ୱାମୀ ନାଁ ଇନେ ଫିଲ୍ଅପ୍ କରିଦେବ। ତାପରେ ଇନେ ତାଙ୍କର ଗାଁ ନାଁ ହଉ କି ପ୍ଲଟ୍ ନମ୍ବର ହଉ ସେଟା ଫିଲ୍ଅପ୍ କରିଦେବ ଯେନ୍ଟା ବି ଗୋଟିଏ। ଏତେ କରି ସାରିଲା ପରେ ଇନେ ଗ୍ରାମ ପଞ୍ଚାୟତ ଦେବ ତାପରେ ବ୍ଲକ୍ ଭରିଦେବ ତାପରେ ତହସିଲ କେନ୍ଟା ସିଲେକ୍ଟ କରବ ଆଉ କେନ୍ ଜିଲ୍ଲାର ସେଟା ସିଲେକ୍ଟ କରବ। ଏତେ କରି ସାରିଲା ପରେ ଇନେ ଆସିଯିବା ଯେନ୍ଟାକି ତହସିଲ କେନ୍ ତହସିଲରେ ଯାଉଛେ ସେଟା ନିଜର ଜମି ପଟା ଦେଖି ପକାବ। ତାପରେ ମୌଜାଟା ଲେଖା ହେଇଥିବ ଜମି ପଟା ଖାତା ନମ୍ବରଟା ବି ଦେଖିଦେବ ପ୍ଲଟ୍ ନମ୍ବର ଲେଖିଦେବ। ଆଉ ଯେନ୍ଟା କିସମଟା କେନ୍ଟା ସେଟା ଡେମୋ ହିସାବରେ ଗୋଟେ ଦେଖେଇ ଦେଉଛେଁ କିସମ କେନ୍ଟା ଲେଖବ। ଇନେ ଦେଖିପାରୁଥିବ ମୁଇଁ ଗୋଟେ ଲୋକର ଯେନ୍ଟାକି ଜମି ପଟାଟା ଡାଉନଲୋଡ଼ କରି ରଖିଛେଁ ଆଉ କିସମଟା ହଉଛେ ଇନେ ଦେଖିପାରୁଥିବ ଯେନ୍ଟା କିସମ ରହୁଛେ ବହାଲ ମାମୁଲି ଆଣ୍ଟ ମାମୁଲି ଯେନ୍ ପ୍ରକାର ଆସି ସେଟା କହେସି କିସମ ଜାଗାରେ ଏହି ଯେନ୍ଟାକି ବହାଲ ମାମୁଲି ମନେ ରହୁଛେ ନିଜର ଯେନ୍ଟାକି ପାଟାଟା ଦେଖିକରି ଲେଖି ପକାବ। ଆଉ ରକବା ଜାଗାରେ ଦେଖିପାରବ ଯେନ୍ଟାକି ବହାଲ ମାମୁଲି ପ୍ଲଟ୍ ନମ୍ବରରେ ରକବା ରହୁଛେ ଯେନ୍ଟାକି 30 ଡିସମିଲ୍ ରକବା ଜାଗାରେ ନିଜର ପାଟା ଦେଖିକରି ପ୍ରକାର ରକବାଟା ଲେଖି ପକାବ। ଇନେ କିସମ ଜାଗାରେ କିସମ ଲେଖବ ଯେନ୍ଟା ମୁଇଁ ଦେଖେଇଦେନି ପାଟାରେ ଯେନ୍ଟା ଲେଖିଛେ ରକବା ଜାଗାରେ ଯେନ୍ଟା ଲେଖା ହେଇଛେ ସେଟା ପାଟା ଦେଖିକରି ଫିଲ୍ଅପ୍ କରିଦେବ। ଏତେ କରି ସାରିଲା ପରେ ତାପରେ ଦର୍ଶିତ ଜମିକୁ ଯେନ୍ ଆପ୍ଲିକାଣ୍ଟ ତାଙ୍କର ନାଁଟା ଦେଇଦେବ। ଦେଇ ସାରିଲା ପରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିବା ପାଇଁ ଇନେ ଖରିଫରେ ମୋର ସମ୍ମତି ପ୍ରଦାନ କରୁଛି ବୋଲିକରି ଗୋଟେ ଘୋଷଣାନାମା ଅଛି। ତାପରେ ଆପଣଙ୍କ ବିଶ୍ୱସ୍ତ ଯେନ୍ ଆପ୍ଲିକାଣ୍ଟର ଦସ୍ତଖତ ପହଲା ଦେବ ଆଉ ତଲର ଯେନ୍ଟା ଜମି ମାଲିକ ଯାହାର ଜମି ସେମାନେ ଇନେ ତାଙ୍କର ଦସ୍ତଖତ ଲାଗ୍ବା। ତାପରେ ଯାହାର ନାଁରେ ପଟାଟା ଅଛେ ଖାତା ମାଲିକଙ୍କର ନାଁ ଦେବ ତାଙ୍କର ଗାଁ ଗ୍ରାମ ପଞ୍ଚାୟତ ବ୍ଲକ୍ ଜିଲ୍ଲା ମୋବାଇଲ ନମ୍ବର ଆଧାର ନମ୍ବର ଦେବାକୁ ପଡ଼ବା। ଆଉ ଇନେ ଲେଖା ହେଇଛି ଆଧାର କାର୍ଡ଼ ନକଲ ଆଟାଚ୍ କରନ୍ତୁ ଯେନ୍ଟାକି ଜମିର ମାଲିକ ଯେନ୍ ହେଇଥିବେ ତାଙ୍କର ଆଧାର କାର୍ଡ଼ ଗୋଟେ ଲାଗ୍ବା। ଇ ସେଲ୍ଫ ଡିକ୍ଲାରେସନ୍ ତାଙ୍କର ଆଧାର କାର୍ଡ଼ ଗୋଟେ ଆଟାଚ୍ କରବାକେ ପଡ଼ବା।
ଇ ପ୍ରକାରରେ ଯେନ୍ମାନେ ଅଲଗା ଲୋକର ଜମିକେ ଚାଷ କରୁଛ ବୋଲି ଫର୍ମଟା ଫିଲ୍ଅପ୍ କରିପାରବ। ଆଉ ଯେନ୍ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆପ୍ଲାଏ ହେବାକେ ଯାଉଛେ ସେନେ ଆପ୍ଲାଏ କରିପାରବ। ଭିଡ଼ିଓକେ ସେୟାର କର, ଚ୍ୟାନେଲ୍କେ ସବସ୍କ୍ରାଇବ୍ କରବାଟା ନି ଭୁଲବ। ଇ ପ୍ରକାର ଅପଡ଼େଟ୍ ଆମର ଚ୍ୟାନେଲ୍ରେ ସବୁବେଳେ ମିଳୁଥିବ।